ଏହି ରାଶିର ଲୋକ ସବୁବେଳେ ଏକ ତରଫା ପ୍ରେମ କରନ୍ତି। ଯେତେବେଳେ ଆପଣ କାହାରିକୁ ପ୍ରେମ କରନ୍ତି ତ ଆପଣଙ୍କୁ ତାଙ୍କର ସବୁ ଜିନିଷ ଭଲ ଲାଗିବାରେ ଲାଗିଥାଏ। ଆପଣଙ୍କୁ ତାଙ୍କର ସବୁ କାମ ବହୁତ ଭଲ ଲାଗିଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ପ୍ରେମ ଗୋଟିଏ ସୁଖର ଭାବନା ହୋଇଥାଏ। ଯେବେ ଆପଣ କାହାରିକୁ ଭଲ ପାଆନ୍ତି ତ ଆପଣଙ୍କୁ ତାଙ୍କ ଭିତରେ କେବେ ବି ଏଥିପାଇଁ ଖରାପ ନଜର ଆସେନି, କାରଣ ପ୍ରେମରେ ଖରାପ ନଥାଏ। କାହାରିକୁ ପ୍ରେମ କରିବା ଜୀବନର ସବୁଠୁ ବଡ଼ ଅନୁଭୂତି ହୋଇଥାଏ। ତେବେ ଏହିପରି କ୍ଷେତ୍ରରେ ଆମେ ଆଜି ଆପଣଙ୍କୁ କିଛି ରାଶିମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ, ଯେଉଁମାନେ କି ପ୍ରେମ ତ କରନ୍ତି କିନ୍ତୁ ସେମାନେ ଏକତରଫା ପ୍ରେମ ହିଁ କରନ୍ତି, କାରଣ ସେମାନଙ୍କ ମଧ୍ୟରେ ଏତେ ସାହସ ନଥାଏ କି ସେମାନେ ଖୋଲାଖୋଲି କହିପାରିବେ ତାଙ୍କର ମନର କଥାକୁ। ଖାସ୍ ସେଇଥିପାଇଁ ଜୀବନରେ ସେମାନଙ୍କ ଜୀବନ ସାରା ଏହିପରି ଅପେକ୍ଷାରେ ରହିଯାଆନ୍ତି। ତେବେ ଆଜି ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ ଏହିପରି ଭାବେ ପ୍ରେମ କରିଥାନ୍ତି। ଏହି ରାଶିର ଲୋକମାନେ ପ୍ରେମ କରୁଥିବା ଲୋକଙ୍କ ବହୁତ ଯତ୍ନ ରଖିଥାନ୍ତି। ପରେ ସେମାନେ ବିପରୀତ ପକ୍ଷରୁ ବି ଏହିପରି ପ୍ରେମ ଚାହିଁଥାନ୍ତି। ସେମାନେ ଭଲ ପାଉଥିବା ଲୋକଙ୍କୁ ବହୁତ ଆଦର ଦେଖାଇଥାନ୍ତି। ସେଇଥିପାଇଁ ସେମାନେ ବହୁତ ଶୀଘ୍ର ଅନ୍ୟଙ୍କ ପ୍ରେମରେ ପଡ଼ିଯାଆନ୍ତି। ଖାସ୍ ସେଇଥିପାଇଁ ସେମାନେ ସବୁଦିନ ଏକତରଫା ପ୍ରେମରେ ସମୟ ବିତାଇ ଦିଅନ୍ତି। ମିଥୁନ ରାଶି, ଏହି ରାଶିର ଲୋକ ବି ବହୁତ ଆକର୍ଷଣୀୟ ହୁଅନ୍ତି। ମିଥୁନ ରାଶିର ଲୋକ ବହୁତ ସୁଖୀ ଓ ପ୍ରେମ ପ୍ରଦାୟକ ହୋଇଥାନ୍ତି। ଏମାନେ ବି ବହୁତ ସମୟରେ ଏକତରଫା ପ୍ରେମରେ ପଡ଼ିଯାଆନ୍ତି। କର୍କଟ ରାଶି, ଏହି ରାଶିର ଲୋକମାନେ ପ୍ରେମରେ ବହୁତ ଉଦାରତା ଦେଖାନ୍ତି ଓ ଏପରିକି ହୋଇଥାଏ କି ଏମାନେ ନିଜ ପ୍ରେମ ପାଇଁ କୌଣସି ବି କ୍ଷେତ୍ରରେ ଜୀବନ ବି ଦେବା ପାଇଁ ରାଜି ହୋଇଥାନ୍ତି। ଏପରି ବେଳେ ଅନେକ ବ୍ୟକ୍ତି ଏକତରଫା ପ୍ରେମ କରି ମରଣ ମୁହଁକୁ ବି ଯାଇଥାନ୍ତି। କନ୍ୟା ରାଶି, ଏହି ରାଶିର ଲୋକମାନେ ସବୁବେଳେ ପ୍ରେମରେ ନିଷ୍ଠାପର ହେବାକୁ ଚାହାନ୍ତି କିନ୍ତୁ ହୋଇପାରନ୍ତି ନାହିଁ ଓ ଶେଷରେ ସେମାନେ ମନର କଥାକୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି। ଖାସ୍ ସେଇଥିପାଇଁ ସେମାନେ ବହୁତ ସମୟରେ ଏକତରଫା ପ୍ରେମ କରିଥାନ୍ତି। ଏହିସବୁ ରାଶି ଭିତରୁ ଆପଣଙ୍କ ରାଶି ଅଛି କି? କମେଣ୍ଟରେ ଆମକୁ ଜଣାନ୍ତୁ ଏବଂ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ।